ଯେତେବେଳେ ଜଣେ କୁମ୍ଭକାର ପାତ୍ର ବନାଉଛି, ପ୍ରଥମେ ତାକୁ ଦଳିବ, ମାଟିକୁ ସମ୍ପୂର୍ଣ୍ଣ ଭାବରେ ଦଳିଲା ପରେ ଗୋଟିଏ ପାତ୍ର ବନାଇଥାଏ। ଯେତେବେଳେ ଦଳାଯାଏ ମାଟିକୁ ସେହି ସମୟରେ ଅଧିକ କଷ୍ଟ ହୋଇଥାଏ। ସବୁ ମିଶିଲା ପରେ ଗୋଟିଏ ଉତ୍ତମ ପାତ୍ର ବନାଯାଏ। ସେହିପରି ଯେତେବେଳେ ଜୀବିତ ପରମେଶ୍ୱରଙ୍କ ହସ୍ତରେ ଆମେ ମାନେ କରୁଛୁ, ପିଲାମାନେ ଆମର ସ୍ୱଭାବକୁ, ଆମର କ୍ୟାରେକ୍ଟରକୁ, ସମସ୍ତ ବିଷୟକୁ ପରମେଶ୍ୱର ପ୍ରଥମେ ଦଳିବେ। ସମସ୍ତ ବିଷୟ ଦଳିଲା ପରେ ଏକ ନୂତନ ପରିଚୟ ପରମେଶ୍ୱର ପ୍ରଦାନ କରିବେ। ନୂତନ ପରିଚୟ ପାଇବା ପାଇଁ ବହୁତ କଷ୍ଟକର ଅଟେ। ଏକ ନୂତନ ପାତ୍ର ହେବା ପାଇଁ ବହୁତ କଷ୍ଟକର ଅଟେ। ଯେତେବେଳେ ଆମ୍ଭମାନଙ୍କୁ ଦଳାଯାଏ, ମାନେ ବହୁତ କଷ୍ଟ ଲାଗେ। ଖରାପ ବିଷୟ ଛାଡ଼ିବା ପାଇଁ, ଖରାପ ସ୍ୱଭାବ ଛାଡ଼ିବା ପାଇଁ, ଖରାପ ସାଙ୍ଗସାଥି ଛାଡ଼ିବା ପାଇଁ, ଖରାପ ଅଭ୍ୟାସ ଛାଡ଼ିବା ପାଇଁ ଆମକୁ କଷ୍ଟ ଲାଗିପାରେ। ଯେଉଁମାନେ ଏଥିପାଇଁ ମୁଁ କହେ ଯେ ସଦାପ୍ରଭୁଙ୍କ ହସ୍ତରେ ଯେ ପଡ଼ିଛି, ଉତ୍ତମ ଭାବରେ ଦଳା ଯାଇଛି, ଯେଉଁମାନେ ସେ ହିଁ ଉତ୍ତମ ପାତ୍ର ହେଇପାରିବ। ଏତେ ସହଜ ବିଷୟ ନୁହେଁ ଯେ ଆମ୍ଭେମାନେ ପରମେଶ୍ୱରଙ୍କ ସହିତ ଅଛୁ, ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି। ହଁ, ସତ କଥା ଅଛନ୍ତି, କିନ୍ତୁ ଆମ୍ଭେ ଦଳା ଯାଇଛୁ କି? ଯେଉଁମାନେ ପରୀକ୍ଷା ସିଦ୍ଧ ନୁହନ୍ତି, ଯେଉଁମାନେ ସେମାନେ କେବେ ମଧ୍ୟ ସୁନିଶ୍ଚିତ ହେଇପାରିବେ ନାହିଁ। ପ୍ରଥମେ ଆମେ ଦଳିବାକୁ ପଡ଼ିବ, ତାପରେ ହିଁ ଉତ୍ତମ ପାତ୍ର ହେଇ ଆମେ ବ୍ୟବହୃତ ହେଇପାରିବା।